ଅଛି ଦିଦି, ତୁ ଯା, ମୁଁ ଘରେ ବସି ପାଠ ପଢୁଥିବି, ତୁ ଆସିଲେ ଆମେ ଖାଇବା। କୁନି ଆଉ ମୁନି ଥିଲେ ଦୁଇ ଅନାଥ ଭଉଣୀ। କୁନି କାଉ ଘରେ କାମ କରୁଥିଲା। କାମ କରି ସେ ଯାହା ବି ପାଉଥିଲା ସେଥିରେ ଦୁଇ ଭଉଣୀ ଖାଇବା କିଣି ଖାଉଥିଲେ। କାଉର ଝିଅ ଚିକି ଥିଲା ଭାରି ଅହଙ୍କାରୀ। ଛୋଟ ଛୋଟ କଥାରେ ସେ କୁନିକୁ ଅନେକ ଗାଳି କରୁଥିଲା। ଏଇ କୁନି, ତୁ ଆଜି ଏତେ ଡେରି କାହିଁକି ଆସିଲୁ? ଟଙ୍କା ନେଲା ବେଳେ ତ ଠିକ ସମୟରେ ଟଙ୍କା ନେଇଯିବୁ, ହେଲେ କାମକୁ ଆସିଲା ବେଳେ ଏତେ ଡେରି କାହିଁକି କରୁଛୁ? କିନ୍ତୁ ଚିକି, ମୁଁ ତ ଠିକ ସମୟରେ ହିଁ ଆସିଛି। ଏଇ, ମୁଁ ତତେ କେତେ ଦିନ ମନା କରିବି, ତୁ ମତେ ମୋ ନାଁ ଧରି ଡାକିବୁନି। ତୁ ମୋ ବୟସର ହେଲୁ ତ କଣ ହେଇଗଲା? ତୁ ମୋ ଘରେ କାମ କରୁ, ତୁ ମୋ ଚାକରାଣୀ। ଆଜିଠୁ ତୁ ମତେ ଛୋଟ ମାଲିକାଣୀ ଡାକିବୁ, ବୁଝିଲୁ? ଆଉ ଦିନେ ଯଦି ଡେରି ଆସିବୁ, ମୁଁ ମାକୁ କହି ତୋ ଦରମା କାଟିଦେବି। ନା ନା ଛୋଟ ମାଲିକାଣୀ, ମୋର ଭୁଲ ହେଇଗଲା, ମୁଁ ଆଉ ଦିନେ ବି ଡେରି କରିବିନି। ଠିକ ଅଛି, ଯା ଶୀଘ୍ର ନିଜ କାମ କରିବୁ। କୁନି ଦିନ ସାରା ଅନେକ ପରିଶ୍ରମ କରି ଘରର ସବୁ କାମ ସାରିଦେଲା। ଯାହା ହେଉ, ଆଜି ଶୀଘ୍ର ମୁଁ ଘରର ସବୁ କାମ ସାରିଦେଲି। ମୋ ଦରମା ପାଇବାର ସମୟ ହେଇଗଲାଣି। ମୁଁ ଆଜି ମାଲିକାଣୀଙ୍କ ପାଖରୁ ମୋ ଦରମା ଟଙ୍କା ମାଗିନି। ଘରେ ତ କିଛି ବି ଖାଇବା ନାହିଁ। ମୁଁ ଦରମା ନେଲେ ଯାଇ ଆମେ ଦୁଇ ଭଉଣୀ ଖାଇବା ଖାଇପାରିବୁ। ଏମିତି ଚିନ୍ତା କରି କୁନି କାଉ ପାଖକୁ ଗଲା। ସେତେବେଳେ କାଉର ଝିଅ ତା ମା ପାଖରେ ବସିଥିଲା। ମାଲିକାଣୀ, ମୋ ଦରମା ପାଇବାର ସମୟ ହେଇଗଲାଣି। ଆଜି ମତେ ମୋ ଦରମା ଟଙ୍କା ଦେଇଥାନ୍ତୁ। କାମକୁ ଆସିଲା ବେଳେ ତୁ ଅନେକ ଡେରି କରି ଆସୁଛୁ, ସେଥିପାଇଁ ଏ ମାସର ଦରମା ତତେ ମିଳିବନି। ନା ନା ଛୋଟ ମାଲିକାଣୀ, ଏମିତି କୁହନ୍ତୁନି। ଘରେ କିଛି ବି ଖାଇବା ନାହିଁ। ମୁଁ ଯଦି ଦରମା ନ ପାଇବି, ଆମେ ଦୁଇ ଭଉଣୀ ଖାଇବାକୁ ନ ପାଇ ମରିଯିବୁ। ଆରେ କୁନି, ତୁ ଆଉ କାନ୍ନି, ମୁଁ କାଲି ତତେ ଦରମା ଦେବି। ଏବେ ତୁ ଘରକୁ ଯା। ଏମିତି ଶୁଣି କୁନି ଘରକୁ ଫେରୁଥିଲା। ରାସ୍ତାରେ ବହୁତ ଜୋରେ ବର୍ଷା ହେଲା। ବର୍ଷାରୁ ରକ୍ଷା ପାଇବା ପାଇଁ କୁନି ଏକ ଗଛ ତଳେ ଆଶ୍ରୟ ନେଲା। ହେଲେ ବର୍ଷା ଛାଡ଼ିଲାନି। ନିଜ ଭଉଣୀ କଥା ଭାବି କୁନି ସେଇ ବର୍ଷାରେ ଭିଜି ଭିଜି ଘରକୁ ଫେରିଲା। ଘରେ ପହଞ୍ଚି ସେ ଦେଖିଲା ତାଙ୍କ ଘର ଭିତରେ ବର୍ଷା ପାଣି ପଡୁଛି। ଘର ସାରା ପାଣି ଭର୍ତ୍ତି ହେଇଯାଇଛି। ତା ସାନ ଭଉଣୀ ମୁନି ଏକ କୋଣରେ ବସିଥିଲା। ଦିଦି, ତୁ ଆସିଗଲୁ? ଦେଖ ନା, ଘର ଭିତରେ ବର୍ଷା ପାଣି ପଡୁଛି। ଆଉ କିଛି ସମୟ ଅପେକ୍ଷା କର ଭଉଣୀ, ବର୍ଷା ଛାଡ଼ିଗଲେ ଆମେ ଘରକୁ ପରିଷ୍କାର କରିନେବା। ଏମିତି ଦୁଇ ଭଉଣୀ ବର୍ଷା ଛାଡ଼ିବାକୁ ଅପେକ୍ଷା କଲେ। ଯେତେବେଳେ ବର୍ଷା ଛାଡ଼ିଗଲା, ଦୁଇ ଭଉଣୀ ମିଶି ଘରର ସବୁ ପାଣି ପୋଛି ସଫା କଲେ। ମୁନି, ତୁ କିଛି ଖାଇବା ଖା। ଏମିତି ଦୁଇ ଭଉଣୀ ବର୍ଷା ଛାଡ଼ିବାକୁ ଅପେକ୍ଷା କଲେ। ଯେତେବେଳେ ବର୍ଷା ଛାଡ଼ିଗଲା, ଦୁଇ ଭଉଣୀ ମିଶି ଘରର ସବୁ ପାଣି ପୋଛି ସଫା କଲେ। ମୁନି, ତୁ କିଛି ଖାଇବା ଖାଇଛୁ ନା ନାଇଁ? ନାଇଁ ଦିଦି, ଘରେ ତ ଖାଇବା ନଥିଲା। ମୁଁ ସକାଳୁ କିଛି ବି ଖାଇନି। ଦିଦି, ତୁ ଦରମା ପାଇଲୁ? ନା ଭଉଣୀ, ମାଲିକାଣୀ ମତେ ଆଜି ଦରମା ଦେଲେନି। ସେ କହିଲେ ମତେ କାଲି ଦରମା ଦେବେ। ଆରେ ଦିଦି, ମତେ ଆଜି ଜମା ବି ଭୋକ ଲାଗୁନି। ଘର ସଫା କଲା ପରେ ଭାରି ଥକା ଲାଗିଲାଣି। ଚାଲେ ବି ଶୋଇବା। କୁନି ଜାଣିଥିଲା ତା ଭଉଣୀକୁ ଭୋକ ଲାଗୁଛି। ସେ ବି ମନ ଦୁଃଖରେ ତା ଭଉଣୀ ସହ ଶୋଇ ପଡ଼ିଲା। ପରଦିନ ସକାଳେ ଯେତେବେଳେ ସେ ଉଠିଲା, ସେ ଦେଖିଲା ତା ଭଉଣୀ ଦେହରେ ଅନେକ ଜ୍ୱର। ମୁନି, ତୋ ଦେହରେ କେତେ ଜ୍ୱର? ଏବେ ମୁଁ କଣ କରିବି? ନା ଦିଦି, ମତେ ଜ୍ୱର ଆସିନି, ଖାଲି ମୁଣ୍ଡଟା ବିନ୍ଧୁଛି। ତୁ ଆଉ କିଛି ସମୟ ଅପେକ୍ଷା କର ଭଉଣୀ, ମୁଁ ଏବେ ମାଲିକାଙ୍କ ପାଖକୁ ଯାଉଛି। ତାଙ୍କଠୁ ଟଙ୍କା ଆଣିଲା ପରେ ମୁଁ ତତେ ଡାକ୍ତରଖାନା ନେଇଯିବି। ମା ମା, ଦେଖ, ଏ ଚୋରଣୀ ଆସିଗଲା। ମୁଁ ତ ଭାବିଥିଲି ତୁ ସବୁ ଗହଣା ଚୋରି କଲା ପରେ ଆଉ ଆସିବୁନି। ନା ନା, ମୁଁ କାହିଁକି ଗହଣା ଚୋରି କରିବି? ମୋ ସାନ ଭଉଣୀର ଦେହ ବହୁତ ଖରାପ। ଔଷଧ କିଣିବା ପାଇଁ ବି ମୋ ପାଖରେ ଟଙ୍କା ନାହିଁ। ମାଲିକାଣୀ, ମତେ ମୋ ଦରମା ଟଙ୍କା ଦେଇଥାନ୍ତୁ। ମୋ ଭଉଣୀ ଘରେ ଏକା ଅଛି, ମୁଁ ତାକୁ ନେଇ ଡାକ୍ତରଖାନା ଯିବି। ମା ଦେଖୁଛ, ଇଏ କେତେ ଚାଲାକ। ଗହଣା ଚୋରି କଲା ପରେ ଇଏ ପୁଣି ଦରମା ମାଗିବାକୁ ଆସିଛି। ଯେମିତି ଆମେ ତାକୁ ସନ୍ଦେହ କରିବାନି। କୋନି, ତୁ ଏତେ ବଦମାସ। ତୁ ଅନାଥ ବୋଲି ମୁଁ ତୋ ଉପରେ ଦୟା କରି ତତେ ମୁଁ କାମ ଦେଇଥିଲି। ହେଲେ ତୁ ମୋର ସବୁ ଦାମୀ ଦାମୀ ଗହଣା ଚୋରି କରି ନେଇଗଲୁ। ବାହାରି ଯା ମୋ ଘରୁ। ଏମିତି ସେମାନେ କୁନିକୁ ଟଙ୍କାଟେ ବି ନ ଦେଇ ତାକୁ ଘରୁ ବାହାର କରିଦେଲେ। କୁନି କାନ୍ଦି କାନ୍ଦି ଘରକୁ ଫେରୁଥିଲା। ସେ ଶୀଘ୍ର ତା ଘରେ ପହଞ୍ଚିବାକୁ ଚାହୁଁଥିଲା। ସେଥିପାଇଁ ସେ ଏକ ସର୍ଟକଟ ରାସ୍ତା ଦେଇ ଘରକୁ ଯିବା ପାଇଁ ଚେଷ୍ଟା କଲା।
ସେ ରାସ୍ତାରେ ଅନେକ ଗଛଲତା ଥିଲା, ଯାଦ୍ୱାରା ସେ ରାସ୍ତାଟି ପୁରା ଅନ୍ଧାର ଥିଲା। ହଠାତ୍ କୁନି ଏକ ଆଲୁଅ ଦେଖିଲା। ସେ ଯେମିତି ଆଲୁଅ ପାଖକୁ ଗଲା, ସେଠି ଗୋଟେ ପରୀ ଛିଡା ହେଇଥିଲା। ଏଇ କଣ? ମୁଁ ସ୍ୱପ୍ନ ଦେଖୁନି ତ? ତୁମେ ସତରେ ଜଣେ ପରୀ? ହଁ, ମୁଁ ଜଣେ ପରୀ। ତୁ ମତେ ଏଠି ଦେଖିଛୁ ବୋଲି ଏକଥା କାହାକୁ ବି କହିବୁନି। ଅନ୍ୟ ଚଢ଼େଇମାନେ ଏକଥା ଜାଣିଲେ ସେମାନେ ମୋର କ୍ଷତି କରିପାରନ୍ତି। ବ୍ୟସ୍ତ ହୁଅନି ପରୀ, ମୁଁ କାହାକୁ ବି ଏକଥା କହିବିନି। ମୁଁ ଛୋଟବେଳେ ଗପ କାହାଣୀରେ ପରୀ କଥା ପଢିଥିଲି। ଆଜି ତୁମକୁ ଦେଖି ଅନେକ ଖୁସି ଲାଗିଲା। ମୁଁ ଏଠି ଆଉ ବେଶୀ ସମୟ ରହିପାରିବିନି ପରୀ। ମୁଁ ଶୀଘ୍ର ଘରକୁ ଯିବି। ଘରେ ମୋ ଅସୁସ୍ଥ ଭଉଣୀ ଏକୁଟିଆ ଅଛି। ଚଢ଼େଇ, ତୁ ବହୁତ ଚିନ୍ତାରେ ଥିଲା ଭଳି ଜଣା ପଡୁଛୁ। ତୋର କିଛି ଅସୁବିଧା ହେଇଛି କି? ମତେ କହ, ମୁଁ ଯଦି ପାରିବି ତତେ ସାହାଯ୍ୟ କରିବି। ପରୀ, ସତରେ ତୁମେ ମତେ ସାହାଯ୍ୟ କରିବ? ତୁମେ ମତେ ସାହାଯ୍ୟ କଲେ ମୁଁ ଅନେକ ଖୁସି ହେବି। ଏବେ ମତେ ସାହାଯ୍ୟ ନିହାତି ଦରକାର। ତାପରେ କୁନି ପରୀକୁ ସବୁ ଘଟଣା କହିଲା। ତୁ ଚିନ୍ତା କରନି, ଏଇ ଗୋଲାପ ଫୁଲକୁ ନେ। ଏଇ ଗୋଲାପ ଏକ ଯାଦୁର ଫୁଲ। ଏଇ ଫୁଲକୁ ତୁ ନିଜ ଅଗଣାରେ ରଖିଦେବୁ। ସଙ୍ଗେ ସଙ୍ଗେ ହିଁ ଫୁଲର ଏକ ଘର ତିଆରି ହେଇଯିବ। ସେଇ ଗୋଲାପ ଘର ତୋର ସବୁ ସମସ୍ୟା ଦୂର କରିଦେବ। ଏମିତି କହି ପରୀ ସେଇ ଗୋଲାପ ଫୁଲ କୁନିକୁ ଦେଇ ସେଠାରୁ ଚାଲିଗଲା। କୁନି ଶୀଘ୍ର ସେ ଗୋଲାପ ଫୁଲ ଧରି ଘରକୁ ଆସିଲା। ସେତେବେଳେ ସେ ଦେଖିଲା ତା ଭଉଣୀ ବେହୋସ ହେଇ ତଳେ ପଡିଛି। ମୁନି, ଏ ମୁନି, ତୋର କଣ ହେଲା ଭଉଣୀ? ଉଠୁ, କଥା କହ। ହେ ଭଗବାନ, ମୋ ଭଉଣୀ କାହିଁକି କଥା କହୁନି? ହଠାତ୍ କୁନିର ନଜର ପରୀ ଦିଆ ଗୋଲାପ ଉପରେ ପଡିଲା। ସେ ଶୀଘ୍ର ସେ ଗୋଲାପ ଫୁଲକୁ ନେଇ ନିଜ ଅଗଣାରେ ରଖିଦେଲା। ସଙ୍ଗେ ସଙ୍ଗେ ସେ ଗୋଲାପଟି ଏକ ସୁନ୍ଦର ଘର ପାଲଟିଗଲା। କୁନି ଶୀଘ୍ର ତା ଭଉଣୀକୁ ନେଇ ଗୋଲାପ ଘର ଭିତରକୁ ଗଲା। ଘର ଭିତରକୁ ଯାଉ ଯାଉ ହିଁ ମୁନି ପୁରାପୁରି ସୁସ୍ଥ ହେଇଗଲା। ସେ ନିଜକୁ ଗୋଲାପ ଘରେ ଦେଖି ଆଶ୍ଚର୍ଯ୍ୟ ହେଇଗଲା। କୁନି ତାକୁ ସବୁ ଘଟଣା କହିଲା। ଦିଦି, ଏ ଘରଟି ଅନେକ ସୁନ୍ଦର। ଘର ଭିତରକୁ ଯାଉ ଯାଉ ହିଁ ମୁନି ପୁରାପୁରି ସୁସ୍ଥ ହେଇଗଲା। ସେ ନିଜକୁ ଗୋଲାପ ଘରେ ଦେଖି ଆଶ୍ଚର୍ଯ୍ୟ ହେଇଗଲା। କୁନି ତାକୁ ସବୁ ଘଟଣା କହିଲା। ଦିଦି, ଏ ଘରଟି ଅନେକ ସୁନ୍ଦର ହେଇଛି। ଆଜିଠୁ ଆମେ କଣ ଏ ଘରେ ରହିବା? ହଁ, ଆଜିଠୁ ଆମେ ଘରେ ରହିବା। ଏବେ ଯେତେ ବର୍ଷା ହେଲେ ବି ଏଇ ଘର ଭିତରେ ଆଉ ପାଣି ପଡିବନି। ଦିଦି, ଭାରି ଭୋକ ଲାଗିଲାଣି। ତୁ କିଛି ଖାଇବା ଆଣିଛୁ? ନାଇଁ ରେ ଭଉଣୀ, ମତେ ମାଲିକାଣୀ କାମରୁ ବାହାର କରିଦେଲେ। ଏବେ ଜାଣିପାରୁନି ମୁଁ କେମିତି ଖାଇବା କିଣିବି। କୁନିର କଥା ସରିଛି କି ନାହିଁ, ତାଙ୍କ ପାଖରେ ଅନେକ ସାରା ଖାଇବା ବାହାରିଲା। ଦିଦି ଦେଖେ, ଏଠି କେତେ ସାରା ଖାଇବା ବାହାରିଲା। ସତରେ ଏଇଟା ଗୋଟେ ଯାଦୁର ଘର। ହଁ ମୁନି, ଏବେ ଆମର ଆଉ କିଛି ବି ଅସୁବିଧା ରହିବନି। ପରୀ, ଏଇ ଯାଦୁର ଗୋଲାପ ଆମକୁ ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ଦୁଇ ଭଉଣୀ ଏପରି କହି ଖୁସି ହେବା ସମୟରେ ହଠାତ୍ ବାହାରୁ ଜୋର ଜୋରେ ପାଟି ଶୁଣାଗଲା। ଦୁଇ ଭଉଣୀ ବାହାରକୁ ଆସିଲେ। ଦେଖ ମା, ଦେଖ, ଏ ଚୋରଣୀ ଆମ ଗହଣା ଚୋରି କଲା ପରେ କେମିତି ଏତେ ବଡ ଘର ତିଆରି କରିଛି। ମୁଁ ପ୍ରଥମେ ଭାବିଥିଲି ତତେ ମୋ ଗହଣା ଦାନ କରିଦେବି, ହେଲେ ତୁ ଗହଣା ତ ଚୋରି କରି ଏ ଘର ତିଆରି କଲୁ। ତା ଉପରେ ତୋ ଭଉଣୀର ଦେହ ଖରାପ ହେବା ମିଛ କଥା ବି କହିଲୁ। ମୁଁ ତତେ ଏବେ ଜମା ବି ଛାଡିବିନି। କହ, ମୋର ସବୁ ଗହଣା କୋଉଠି ବିକ୍ରି କରିଛୁ? ଏସବୁ କଣ କହୁଛନ୍ତି? ମୋ ଭଉଣୀ ଚୋର ନୁହଁ। ହଁ ମାଲିକାଣୀ, ମୁଁ ଗହଣା ଚୋରି କରିନି। ଆପଣ ସତ କଥା ଜାଣିବାକୁ ଥରେ ଚେଷ୍ଟା କରନ୍ତୁ। ଦେଖୁଛ ମା, ଇଏ କେତେ ବଡ ବଡ କଥା କହୁଛି। କଥାରେ ଅଛି ପରା, ଚୋରର ମୁହଁଟା। ରହ, ଏବେ ତ ପାଟିରୁ ସତ କଥା ବାହାର କରୁ।